ଯେତେବେଳେ ପୂର୍ବ ସରକାର ଥିଲେ ବିଜେଡି ସରକାର ଶାସନ ଗାଦିରେ ଥିଲେ ସେତେବେଳରୁ ହିଁ ଜଳ ଜଳ ଦିଶୁଥିଲା। ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ବଳିଆ ଭଳିଆ ଯୋଜନା ଗୁଡା କରାଗଲା। ତା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା କରାଯାଇଛି ବିଜେଡି ସରକାର ଦ୍ୱାରା। ସେ ପିଠା ଯୋଜନା କୁହନ୍ତୁ, ସେ ଯୁବ ବାହିନୀ ବିଜୁ ଯୁବ ବାହିନୀ କଥା କୁହନ୍ତୁ, ଏମିତି ଅନେକ ଯୋଜନା କରାଯାଇଛି ନିର୍ବାଚନ ପୂର୍ବରୁ। ଏ କାଳିଆ ଯୋଜନା ମଧ୍ୟ କରାଯାଇଥିଲା ନିର୍ବାଚନକୁ ଆଖି ଆଗରେ ରଖି ଭୋଟର୍ସକୁ ଆକୃଷ୍ଟ କରିବା ପାଇଁ। କିନ୍ତୁ ସେଠି କୃଷକ ସାମିଲ ନ ହୋଇ ବିଜେଡିର କର୍ମୀ ମାନେ ସେ ଭିତରେ ଅନ୍ତର୍ଭୁକ୍ତ ହୋଇଗଲେ। ଆପଣ ଜାଣିଥିବେ এই কাଳିଆ ଯୋଜନା ମାଧ୍ୟମରେ ରାଜ୍ୟ ରାଜକୋଷରୁ 792 କୋଟି ଅର୍ଥ ବ୍ୟୟ ହୋଇଥିଲା। ପୁଣି ଉଚିତ ଚାଷୀଙ୍କ ପାଖରେ ପହଞ୍ଚି ମଧ୍ୟ ନାହିଁ। ପ୍ରଥମ ଥର ଯେତିକି ଚାଷୀଙ୍କ ପାଖରେ ପହଞ୍ଚିଲା, ଦ୍ୱିତୀୟ ଥର ପହଞ୍ଚିଲା ବେଳକୁ ତା ଅଧା ହେଇଗଲା, ତୃତୀୟ ଥର ବେଳକୁ ପୁଣି ତା ଅଧା ହେଇଗଲା। ଏମିତି ବାରମ୍ବାର ଅନିୟମିତ ଦେଖା ଦେଇଥିଲା। କିନ୍ତୁ ଆଶା କରୁଛୁ ବର୍ତ୍ତମାନ ଯେଉଁ ବିଜେପି ସରକାର ଆସିଛନ୍ତି ଏବଂ ତାକୁ सीएम किसान ना परिवर्तन कर आशा करुँ सी आ उपरे गुरुत्व दिंतु केमिति आम चाषी उपकृत हो पारे, उचित चाषी केमती आर लाभ उठे पारे एवं चाषी केमती आग को जाई पारे ता उपरे गुरुत्व दे ये पीएम किसान रो जो राशिटा रही जो सीएम किसान रो जो स्पॉन्सर राशिटा रही उचित लोगों को दिया जाऊ ताहले आम ओडिशार चाषी आग को जीवे, कृषक मान आग को जीवे, ता ओडिशा मध्ये उन्नति करिवो। जदि एमती न हुए निहाती भाव में कांग्रेस विरोध करिवो, कांग्रेस को समर्थन करिवो नाही। विरोध दल हिसाब से आम विधानसभा बारंबार उठेबू एवं जो पर्यंत कृषक को न्याय मिली ना से पर्यंत आ उपरे विधानसभा प्रश्न उठाଯିବ।